प्रचार करुछु कवि विश्वनाथ खुंटियाकृत विचित्र रामायणर 17 भाग प्रयोजना डॉ शांतनु कुमार रथ संगीत परिचालना प्रफुल्ल चंद्र बेहेरा। पूर्व अध्याय श्रीराम को स्वयं विष्णुंकर अवतार भाव ग्रहण करने परशुराम। एठी गोटे चमत्कार घटना घटी। रामचंद्र परशुराम गोटे धनु धरिबा देखि सीता मन में संदेह जात होईछि जे रामचंद्र पुणी गोटे भांगी आउ काहाकु विवाह करिवे कि। एठी खूब मानवीय लागुछंती सीता, किंतु रामचंद्र अचिरे तांकर संदेह दूर करी मधुसज्जारे करिथिबा सत्यकु केबे लंघिबे नाही कहि सीतांकु आश्वस्त करिछंती। ଏହା ଶୁଣିବା ପରେ ସୀତାଙ୍କ ମୁହଁରେ ହସ ଫୁଟିଛି। ସେ ହସ ପାରସ୍ପରିକ ବିଶ୍ୱାସର ଝଲକ। ପରଶୁରାମ ଭେଟ ଭଳି ଉଦ୍ବେଗଜନକ ଏବଂ ରାମଙ୍କ ଧନୁ ଧରିବା ଦେଖି ସୀତାଙ୍କର ସନ୍ଦେହ ପରି କୌତୁକ ପ୍ରସଙ୍ଗକୁ ନେଇ ଏ ଅଧ୍ୟାୟଟି ଗତିଶୀଳ ହୋଇଛି। ଏହାପରେ ରାମ ସୀତାଙ୍କୁ ଧରି ଦଶରଥ ନିଜ ରାଜ୍ୟ ଅଯୋଧ୍ୟାରେ ପ୍ରବେଶ କରିଛନ୍ତି। ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ମଧ୍ୟ ନିଜ ନିଜ ପତ୍ନୀଙ୍କ ସହ ସାଥିରେ ଆସିଥିବାରୁ 4 ପୁତ୍ର ଏବଂ 4 ବଧୂ ଅଯୋଧ୍ୟାର ଶୋଭାବର୍ଦ୍ଧନ କରିଛନ୍ତି। ସେମାନଙ୍କୁ ବନ୍ଦାପନା କରି ଅନ୍ତଃପୁରକୁ ନିଆଯାଇଛି। ଦଶରଥ ଏହି ଆନନ୍ଦମୟ ସମୟରେ ବ୍ରାହ୍ମଣଙ୍କୁ ବହୁ ଦାନ ଦେଇଛନ୍ତି। ଅଯୋଧ୍ୟାକୁ ଫେରିବା ପରେ ରାମଚନ୍ଦ୍ର ସୀତାଙ୍କ ସହ ବହୁ ବିନୋଦ କରିଛନ୍ତି। ଏଥିରେ ପୁରବାସୀ ଦଶରଥ ଖୁବ୍ ଆନନ୍ଦ ଅନୁଭବ କରୁ। ଦଶରଥ ରାମଚନ୍ଦ୍ରଙ୍କୁ ରାଜ୍ୟାଭିଷେକ କରିବା ପାଇଁ ମନେ ମନେ ବିଚାର କରୁଛନ୍ତି। परशुराम धनुराम धरिबार देखि मन दुखे मान भर हेले चंद्रमुखी। देख सखी देख एबे शशि जीत मुख जिणिबाकु आसीथिले परशुधर देख बिबाधरी तो विमुख मोते बहु दुख सुखदायिनी तो बिनु अछि कागी सुख प्रदीप छुआई कराई छुजे सत्य करिथाओ सखी तू ही कथा तथ्य। अयोध्या कटके दशरथ परवेश अनेक नृपति ही अछंती जे पास
ନାଟ୍ୟମାନେ ପୁରଇ ଆକାଶ ସବୁ କରି ଘରେ ନେତ ପତାକା କଳସ ସବୁ ଦ୍ୱାରେ ପୂର୍ଣ୍ଣ କୁମ୍ଭ କୁସୁମ ତୋରଣ ଗାବନ୍ତି ମଙ୍ଗଳ ଗୀତ ବାର ନାରୀ ଗଣ ହୁଳହୁଳି ଶବଦ ସିନ୍ଧୁ ଗର୍ଜନ ଜିଣି ଭାଟ କଇବାର କହୁଛନ୍ତି ବେଳ ଜାଣି ଚାରି ପୁତ୍ର ଚାରି ବଧୂ ଘେନିର ନୃପତି ଶ୍ରୀନବରୀ ପରବେଶ ହୋଇଲେ ତଡ଼ତି ଶିବେ କାମନରୁ ତୋରିଣ କନ୍ୟା ବର ନିଉଛାଳି କରି ନେଲେ ଯେ ଯାହାର ପୁର ହୁଳହୁଳି କୁସୁମ ବୃଷ୍ଟି କଲେ ସର୍ବନାରୀ ବନ୍ଦାପନା କରିଣ ଦେଖିଲେ ରାମ ସୀତା ଦେଖି କୌଶଲ୍ୟାଙ୍କ ଆନନ୍ଦ ଚକର ଦେଖିଲା କିବା ସରଗର ଚାନ୍ଦ ବହୁ ଉତ୍ସବରେ କରାଇଲେ ନୃତ୍ୟ ଗୀତ ବହୁ ଆନନ୍ଦ ହୋଇଲେ ସକଳ ସାମନ୍ତ ବହୁ ଦ୍ରବ୍ୟମାନ ତେଜ ପରେ ଦେଲେ ଦାନ ଅନ୍ନ ବସ୍ତ୍ର ଦିଜେ ଦତ୍ତ କଲି ଅବିଚ୍ଛିନ୍ନ ଅଯୋଧ୍ୟା କଟକ ଦ୍ୱିତି ସ୍ୱର୍ଗ ପ୍ରାୟ ଶୋଭା ଦଶରଥ ମହିପତି ଦ୍ୱିତୀୟ ମଘବା କାମରତି ପ୍ରାୟ ନଗ୍ର ନାରୀ ଯେ ପୁରୁଷ ବୈକୁଣ୍ଠ ତେଜିଣ ଜହିଁ ଶ୍ରୀହରି ପ୍ରବେଶ ସେ କଟକ ଶୋଭାକୁ ମୁଁ କି ଦେବି ଉପମା ତହିଁରେ ବିଜୟ କରିଛନ୍ତି ସିନ୍ଧୁ ଯେ ମା ରଥ ଗଜ ଅଶ୍ୱନର ଚତୁରଙ୍ଗ ବଳ ସକଳ ନୃପ ଖଟନ୍ତି ଚରଣର ତଳ ସମସ୍ତ ନୃପତି ମାନେ ହୋଇଲେ ମେଲାଣି ଯେ ମନ୍ତତେ ମନ୍ତବେ ଭାର ଦେଲେ ଆଣି ରାଜା ମାନଙ୍କୁ ମେଲାଣି ଦେଉ ମହିପତି ଯେ ଯାହା ଦେଶକୁ ଗଲେ ସକଳ ନୃପତି ଜଣାଇଲେ ମାମୁ ଭ୍ରତ ଶତ୍ରୁଘ୍ନ ଯିବାକୁ ନୃପତି ଶରଧା କରିଛନ୍ତି ଦେଖିବାକୁ ଶୁଣି ଦଶରଥ ରାଜା ସିଉକାର କଲେ ଭ୍ରତ ଶତ୍ରୁଘ୍ନଙ୍କୁ ମାତୁଳ ଘେନି ଗଲେ ଚଢ଼ି ନିଜ ଦେଶେ ହୋଇଲେ ପ୍ରବେଶ ନାତିଙ୍କି ଦେଖି କୈକେୟ ହେଲେ ଅତି ତୋଷ ବହୁ ସୁଖେ ରହିଲେ ସେ ଭ୍ରତ ଶତ୍ରୁଘ୍ନ ବୋଲେ ବିଶି ଏ ମନ୍ତେ ଗଲା କିଛି ଦିନ
जानकी संगते बहु विनोद कमल चुंबई की सटपद रत्नभूषण अंगे मृगया कले रंगे घेनी जानकी संगे मृगया कले रंगे श्रीराम प्रतिज्ञा शुणी श्रवणे भये कंपन्ति वीर नृप गणे तांक तेजपन दहईरी पुवन शरत चंद्र समान दहईरी पुवन रामक विक्रम शुणी आनंद राजन हेउ थांती प्रतिदिन विचार करे नीति राम हेले नृपति सुखे पाली बेखीति राम हेलुपति हेमंत विचारी नृपति वर राम अभिषेक से तत्पर राम चरित रस विशिकला पीयूष प्रथम कांड शेष विशिकला पीयूष 63 छांद विशिष्ट विचित्र रामायणर आद्य कांड एठी शेष हेउछि। ए काव्यर कवि विश्वनाथ खुंटियांकर 200 वर्ष पूर्वरु बलराम दासंकर जगमोहन रामायण रचित होई सारिथिला। एही रामायण चरित ओडिसा रे जनप्रिय हेइथिले मध्य छांद आकार रे एहाकु प्रथमे लिखिले घुमुसरर राजकवि उपेन्द्र भंजଙ୍କ पितामह धनंजय भंज। किंतु ताहा खूब क्षुद्र। ओडिया रे विस्तृत पांडित्यपूर्ण रामकाव्य हेउछि उपेन्द्र भंजଙ୍କର वैदेहिश विलास। विश्वनाथ उपेन्द्र भंजଙ୍କର समसामयिक कवि। वैदेहिश विलास कि विचित्र रामायण किए आग ताहा कुहा जाई न पारिले मध्य उभय पुरी गजपति दिव्यसिंह देवंकर पृष्ठपोषकता लाभ करिथिबारु उभय राजांक छाहनरे रामचरित एवं जगन्नाथ चरित रचना करिथिबा अनुमान करा जाउछि। विचित्र रामायणर सरल भाषा भाव एवं सुंदर गायन शैली एहाकु सर्वाधिक लोकप्रिय कराइछि। एही अध्याय रे आद्यकांड समाप्त हेबा परे आगामी अध्यायरु आरंभ हेउछि अयोध्या कांड। ଶୁଣିଥିଲି କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 17ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ବିଜୟ କୁମାର ଜେନା, ମହାପାତ୍ର ମିନତୀ ଭଞ୍ଜ, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ବିନୋଦ ବିହାରୀ ପଣ୍ଡା। ପ୍ରଯୋଜନା ଡ ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।